नमस्कार ओडिशावासी शुभ सकाळ आज हूँ 7 अक्टोबर सोमवार आज रही देश विदेश गुरुत्वपूर्ण खबर जहाँफल आपण मैंने 5 ରୁ 10 मिनिट समय दे देश विदेश और आपण जिलार खबर पाइपर तेज ता पूर्व आपण मान गोटे अनुरोध आपण को जिला को भल पाते आप जिलार ना लिखा सहित भिडियो को लाइक करदे जहाँफल आपण मैंने प्रत्येक दिन सका 5टार खबर पाइपर ता सहित है सुभद्रा योजना पीएम किसान योजना और दशहर सरकार बड़ घोषणा भत्ता टଙ୍କା केवे मिलिबो एमिति अनेक 10ଟି गुरुत्वपूर्ण खबर अछि ଚାଲନ୍ତୁ ଜାଣିବା ଆଜିର କଣ ରହିଛି ଖବର। ଦୁର୍ଗା ପୂଜା ଆଗରୁ ଅଧା ଓଡ଼ିଶାରେ ବସ୍ ଚଳାଚଳ ବନ୍ଦ କାଲି ସନ୍ଧ୍ୟାରୁ ଆଉ ଗଡ଼ିବ ନାହିଁ ବସ୍ ତେବେ ରାଜ୍ୟରେ ଘରୋଇ ବସ୍ ଚଳାଚଳକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଦୁର୍ଗା ପୂଜା ଆଉ ମାତ୍ର କେଇଟା ଦିନ ରହିଲା ଆଉ ଏଇଠି ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଦଶହରା ଅବସରରେ ଘରଠାରୁ ଦୂରରେ ଅନ୍ୟ ସ୍ଥାନରେ ରହି କାର୍ଯ୍ୟ କରୁଥିବା ଲୋକ ଘରକୁ କେମିତି ଫେରିବେ କିନ୍ତୁ ଘରୋଇ ବସ୍ ସେବା ଡାଇରେକ୍ଟ ମନା କରିଦେଇଛନ୍ତି ଯେ ବସ୍ ଚଳାଚଳ କରିବା ପାଇଁ। ଏ ଖବର ଏବେ ସାମ୍ନାକୁ ଆସିଛି ଆଉ ବସ୍ରେ ଅପେକ୍ଷା କରିଥିବା ଲୋକଙ୍କ ମଧ୍ୟରେ ବହୁତ ଦୁଃଖ ମଧ୍ୟ ହୋଇଛି। ତେବେ କୁହାଯାଉଛି ଯେ ରାଜ୍ୟରେ ଲକ୍ଷ୍ମୀ ବସ୍କୁ ବିରୋଧ କରି ଧର୍ମଘଟ ଚାଲିଥିଲା ତେବେ ବସ୍ ମାଲିକ ସଂଘ ସମସ୍ତେ ଏକଜୁଟ ହୋଇ ବସ୍ ଚଳାଚଳ ପାଇଁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହାଫଳରେ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଯିବା ଆସିବା କରିବା ଅସୁବିଧାର ସମ୍ମୁଖୀନ ହେବେ ଆଉ ସରକାର ଏ ନେଇ କଣ କରିବେ ସେ ନେଇ ମଧ୍ୟ କିଛି ଉତ୍ତର ଦେଇନାହାନ୍ତି। ତେବେ ଆସନ୍ତା କାଲିଠୁ ଏବେ ବସ୍ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଉଛି। ତେବେ ଆଉ ଗୋଟେ ବଡ ଖବର ୱାନ୍ ପ୍ଲସ୍ ଓପୋ ଆଉ ଗୋଟେ ଆଇକ୍ୟୁ ଏମିତି ଚାଇନା କମ୍ପାନୀ 4-5ଟା ଅଛି ଯୋଉଟା କି ହେଭି ଡିସକାଉଣ୍ଟରେ ଏବେ ଅନଲାଇନ ଦେଉଛନ୍ତି କିନ୍ତୁ ଏସବୁ ମୋବାଇଲକୁ ବନ୍ଦ କରାଯିବ ଖୁବ ଜଲ୍ଦି ବ୍ୟାନ୍ କରାଯିବ ବୋଲି କୁହାଯାଉଛି କାହିଁକି ନା ଭାରତର ବହୁତ ଲସ୍ ହେଉଛି ଆଉ ଟ୍ୟାକ୍ସ ଦର ମଧ୍ୟ ବହୁତ କମଉଛନ୍ତି ଯାହା ଫଳରେ ସରକାର ଖୁବ ଜଲ୍ଦି ବଡ ଡିସିସନ ନେବା ପାଇଁ ଯାଉଛନ୍ତି। ଭାରତରେ ଯେଉଁ ମୋବାଇଲ ସବୁ ତିଆରି ହେଉଛି ସେ ମୋବାଇଲର ଚାହିଦା ବହୁତ କମି ଯାଉଛି ଆଉ ଏଇ ମୋବାଇଲ ଲୋକମାନେ ଅଧିକରୁ ଅଧିକ ଧରୁଛନ୍ତି ବହୁତ ହେଭି ଡିସକାଉଣ୍ଟରେ ଅନଲାଇନ ଯୋଗୁଁ ଏବେ ଦୋକାନୀ ମାନଙ୍କର ମଧ୍ୟ ବେପାର ହଉନାହିଁ ଯାହା ଫଳରେ ସେମାନେ ମଧ୍ୟ ଟ୍ୟାକ୍ସ ଏତେ ଦଉଛନ୍ତି ତା ସହିତ ଏମାନେ ଟ୍ୟାକ୍ସ ବହୁତ କମ ଦଉଛନ୍ତି ତା ସହିତ ସରକାର ମଧ୍ୟ କହିଛନ୍ତି ୟା ଉପରେ ଗୋଟେ ବଡ ପଦକ୍ଷେପ ନେବେ ହୁଏତ ଏଇଟା ସବୁଦିନ ପାଇଁ ବନ୍ଦ କରିଦେବେ ବୋଲି କୁହାଯାଉଛି। ତେବେ ଆପଣ ମାନେ କେଉଁ ମୋବାଇଲ ଧରୁଛନ୍ତି ନିଶ୍ଚିତ ଗୋଟିଏ କମେଣ୍ଟ କରିଦିଅନ୍ତୁ। ଆଉ କେଇଟା ଦିନ ରହିଲା ସୁଭଦ୍ରା ଟଙ୍କା ମିଳିବ ଏ ନେଇ ଲୋକମାନେ ଭୋର 5ଟାରୁ ଲାଇନ ଲଗାଇଛନ୍ତି ନିଜର ଇ କେୱାଇସି କରିବା ପାଇଁ ଷ୍ଟେଟ ବ୍ୟାଙ୍କ ଶାଖାରେ ଲାଇନ ମାନେ ପ୍ରବଳ ଲାଇନ ଭୋର 5ଟାରୁ ନିଜ ପିଲା ଛୁଆ ନିଜ ପରିବାରକୁ ଛାଡି ସ୍ତ୍ରୀ ଲୋକମାନେ ଲାଇନ କରୁଛନ୍ତି କାହିଁକି ନା ଆଉ କେତେ ଦିନ ପରେ ସୁଭଦ୍ରା ଟଙ୍କା ମିଳିବ ତେଣୁ ଏ କରି ଏପର୍ଯ୍ୟନ୍ତ ଭିଡ ଦେଖିବାକୁ ମିଳିଛି ସମସ୍ତଙ୍କର ଇ କେୱାଇସି ପେଣ୍ଡିଂ ଅଛି ସମସ୍ତଙ୍କର କିଛି ଡିବିଟି ଲିଙ୍କ ପେଣ୍ଡିଂ ଅଛି ତେଣୁକରି ଷ୍ଟେଟ ବ୍ୟାଙ୍କରେ ଲାଗିଛି ଭିଡ ଆଉ 2 ଦିନ ପରେ ମିଳିବ ସୁଭଦ୍ରା ଟଙ୍କା ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଘୋଷଣା କରିଛନ୍ତି। ତେବେ କୁହାଯାଉଛି ଯେ 40 ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ପୂର୍ବରୁ 25 ଲକ୍ଷ ମହିଳାଙ୍କୁ ମିଳିଥିଲା ଆଉ କୋଟିଏରେ ଯେଉଁ ମହିଳା ପହଞ୍ଚିବେ ତାଙ୍କୁ ବଡ ପୁରସ୍କାର ଦେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏ ନେଇ ବଡ ଘୋଷଣା ମଧ୍ୟ କରାଯାଇଛି ତେଣୁ ଆପଣମାନେ ଯଦି ସୁଭଦ୍ରା ଟଙ୍କା ପାଇନାହାନ୍ତି ଗୋଟିଏ କମେଣ୍ଟ କରିଦିଅନ୍ତୁ। ଯଦି ଆପଣମାନେ ଏପର୍ଯ୍ୟନ୍ତ ଏଇ ଭିଡିଓଟିକୁ ଦେଖୁଛନ୍ତି ଭିଡିଓଟିକୁ ଲାଇକ୍ କରନ୍ତୁ ଏଇ ଭିଡିଓଟି ଆପଣଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଦେଖନ୍ତୁ ଏବେ ପୂଜା ବଜାରରେ ହ୍ୱାଟ୍ସଆପରେ କଲ୍ ଆସୁଛି ଆଉ କିଛିଟା ମେସେଜ ଆସୁଛି ଏଇଭଳିଆ ଜଣକୁ ହ୍ୱାଟ୍ସଆପକୁ କଲ୍ ଆସିଥିଲା ସେ ଜଣେ ପେଶାରେ ଜଣେ ଟିଚର ଥିଲେ ଆଉ ତାଙ୍କୁ କଲ୍ ଆସିଦେଲେ ଆପଣଙ୍କ ଝିଅ ସେକ୍ସ ଜ୍ୟାକେଟରେ ଧରା ପଡିଛି ଯାହାଫଳରେ ତୁରନ୍ତ ସେ ହଠାତ୍ ନର୍ଭସ ହେଇଥିଲେ ଏବଂ ପଚାରିଥିଲେ ଆପଣ କିଏ ସେ କହିଥିଲେ ମୁଁ ପୋଲିସ ଆଉ ପୋଲିସର ଡିପି ମଧ୍ୟ ଦେଇଥିଲେ ହ୍ୱାଟ୍ସଆପରେ ମଧ୍ୟ ମାଗିଥିଲେ 15 ମିନିଟ ଭିତରେ ଯଦି ଲକ୍ଷେ ଟଙ୍କା ଆମକୁ ନଦେବ ତୁରନ୍ତ ଆପଣଙ୍କ ଝିଅର ଭିଡିଓ ଫଟୋ ଭାଇରାଲ କରିଦେବୁ ଯାହାଫଳରେ ହଠାତ୍ ଡରି ଯାଇଥିଲେ ଶିକ୍ଷୟିତ୍ରୀ ଜଣକ ଏଭଳି ଘଟଣା ଘଟିଛି ୟୁପିରେ ଆଉ ତୁରନ୍ତ କିଛି ସମୟ ପରେ ସେହି ଶିକ୍ଷୟିତ୍ରୀଙ୍କୁ ହାର୍ଟ ଆଟାକ୍ ଆସିଥିଲା ହାର୍ଟଚୋକ୍ ହେଇଥିଲା ଆଉ ତାଙ୍କର ମଧ୍ୟ ଜୀବନ ଚାଲିଯାଇଥିଲା ତ ଏଭଳି ଘଟଣା ସାମ୍ନାକୁ ଆସିଛି ଆପଣଙ୍କୁ ମଧ୍ୟ ଏଇ ଟାଇପର କିଛି କଲ୍ ଆସିଯାଇପାରେ ଏବଂ ଯାହାର ସତରେ ପୁଅ କି ଝିଅ ନଥିବେ ସେମାନେ ତ ବଞ୍ଚିଯିବେ କିନ୍ତୁ ଯାହାର ପ୍ରକୃତରେ ଥିବେ ଏବଂ ସେ ଯଦି ବାହାରେ ପାଠ ପଢୁଥିବେ ସେମାନେ ହଠାତ୍ ଡରିଯିବେ ତେଣୁ ଏମିତି ଲୋକଙ୍କୁ ସେ ଠକୁଛନ୍ତି ଟାର୍ଗେଟ ମଧ୍ୟ କରୁଛନ୍ତି ଆପଣମାନେ ସତର୍କ ରୁହନ୍ତୁ ଯଦି କଲ୍ ମେସେଜ ଆସୁଛି ପୂଜା ବଜାରରେ କୌଣସି କ୍ଲିକ୍ କରନ୍ତୁ ନାହିଁ ବା ସୁଡ଼ ତୁରନ୍ତ ଯାଇକି ପୋଲିସରେ ଏଫଆଇଆର କରନ୍ତୁ ଏଇଭଳିଆ ଲୋକଙ୍କଠୁ ଦୂରେଇ ରୁହନ୍ତୁ କାରଣ ଆଜି ଜଣଙ୍କର ଶିକ୍ଷୟିତ୍ରୀଙ୍କର ଜୀବନ ମଧ୍ୟ ଚାଲିଗଲା। ରାଜ୍ୟରେ ପରିବା ଦର ହୁ ହୁ ହେଇ ବଢିଛି ଆକାଶ ଛୁଆଁ ପରିବା ଆଉ ଏପଟେ ରୋଷେଇ ଘର ଉପରେ ସିଧା ମାଡ଼ ତେବେ 70ରୁ 80 ଟଙ୍କା ସବୁ ପରିବା ଦର
ଟମାଟୋ କିଲୋ 100 ଛୁଇଁଲାଣି, ଭେଣ୍ଡି 70 ଟଙ୍କା, ବାଇଗଣ 70 ଟଙ୍କା, ଏମିତି ଅନେକ ପରିବା ଯୋଉଟାକି 70ରୁ 80 ଟଙ୍କା ଅଛି, ଯାହା ଫଳରେ ଗରିବ ଲୋକଙ୍କ ଉପରେ ସିଧା ପ୍ରଭାବ ପକାଉଛି। ତେବେ କୁହାଯାଉଛି ଯେ 500 ଟଙ୍କା ନେଲେ ମଧ୍ୟ ବ୍ୟାଗ୍ ଫୁଲ୍ ହଉନାହିଁ। ଏପଟେ ତେଲ, ଲୁଣ, ଡାଲି, ମସଲା ସବୁ ବଢିଗଲାଣି, ଆଉ ଏପଟେ ପରିବା ଦର ମଧ୍ୟ ବଢିଲାଣି। ଆଉ ସୁଭଦ୍ରା ଟଙ୍କା ମିଳିଲେ କଣ ବା ହେବ? ସବୁ ଟଙ୍କା ଏଇଥିରେ ହିଁ ଚାଲିଯିବ। ଏପଟେ ଟଙ୍କା ମିଳୁଛି, ଯୋଜନା ଉପରେ ଯୋଜନା ଚାଲିଛି, ଆଉ ଏପଟେ ଦର ବୃଦ୍ଧି ମଧ୍ୟ ଚାଲିଛି। ତେବେ ଆଉ ଗୋଟେ ବଡ ଖବର, ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ 2 ଦିନ ବନ୍ଦ ରହିବ। ତେବେ କୁହାଯାଉଛି ଯେ ଦଶହରା ଭସାଣି ଦିନ ବନ୍ଦ ରହିବ ଆଉ 7 ତାରିଖ ଦିନ ବନ୍ଦ ରହିବ, ଯାହା ଫଳରେ 7 ତାରିଖ ଦିନ କିଛି ସରକାରୀ କାମ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ତା ସହିତ ରହିଛି, କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ କହିଛନ୍ତି ଭତ୍ତା ଟଙ୍କାକୁ ନେଇ ଖୁବ୍ ଜଲ୍ଦି ବଡ ଘୋଷଣା କରିବେ। ଆଉ ରାସନ କାର୍ଡ ଯୋଉମାନେ ନୂଆ ପାଇନାହାନ୍ତି ତାଙ୍କୁ ମଧ୍ୟ ନୂଆ ରାସନ କାର୍ଡ ମିଳିବ। ଖୁବ୍ ଜଲ୍ଦି କେୱାଇସି ସମ୍ପୂର୍ଣ୍ଣ ହେଲେ ଆଉ ଯୋଉମାନେ ଅଯୋଗ୍ୟ ହିତାଧିକାରୀ ତାଙ୍କ ନାଁ କଟା ହେବ ଏବଂ ତୁରନ୍ତ ନୂଆ ରାସନ କାର୍ଡ ଦିଆଯିବ ବୋଲି କୁହାଯାଉଛି। ଆଉ ଅଭିଯୋଗ ପ୍ରକୋଷ୍ଠରେ କେତେ ଲୋକ ବାରମ୍ବାର ଭତ୍ତା ଟଙ୍କା କଥା ପଚାରୁଛନ୍ତି, ଆଉ ମୁଖ୍ୟମନ୍ତ୍ରୀ କହିଛନ୍ତି ଭତ୍ତା ଟଙ୍କା ଖୁବ୍ ଜଲ୍ଦି ମିଳିବ। କୁହାଯାଉଛି ଯେ ସୁଭଦ୍ରା ଟଙ୍କାର ଯୋଜନାର କିସ୍ତି ମିଳି ସାରିଲା ପରେ ଭତ୍ତା ଟଙ୍କା ପାଇଁ ସରକାର ଆଲୋଚନା ମଧ୍ୟ କରିବେ। ଆଉ ଖୁବ୍ ଜଲ୍ଦି ଭତ୍ତା ଟଙ୍କା ମଧ୍ୟ ବଢିବ, ତା ସହିତ ମଧ୍ୟ ଭତ୍ତା ଟଙ୍କା ମିଳିବ ବୋଲି କୁହାଯାଉଛି। ତେଣୁ ଆପଣମାନେ ଯଦି ଭତ୍ତା ଟଙ୍କା ବା ଏପର୍ଯ୍ୟନ୍ତ ରାସନ କାର୍ଡ କେୱାଇସି କରିନାହାନ୍ତି, ଗୋଟିଏ ଲେଖାଏଁ କମେଣ୍ଟ କରିଦିଅନ୍ତୁ, ଆଉ ଆପଣଙ୍କ ଜିଲ୍ଲାର ନାଁ ମଧ୍ୟ ଲେଖିଦିଅନ୍ତୁ। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ସବୁଠାରୁ ବଡ଼ ଖୁସି ଖବର, ଖୁବ୍ ଶୀଘ୍ର 10,000 ନିଯୁକ୍ତି ଦେବ ଏସ୍ବିଆଇ। ତେବେ ସବୁଠାରୁ ବଡ଼ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଖୁବ୍ ଶୀଘ୍ର 10,000 କର୍ମଚାରୀ ନିଯୁକ୍ତି ଦେବ। କର୍ମଚାରୀ ଆବଶ୍ୟକତା, ଏହାର ବୈଷୟିକତା ଦକ୍ଷତା ବୃଦ୍ଧି ପାଇଁ ଏସ୍ବିଆଇ ଚଳିତ ଆର୍ଥିକ ବର୍ଷରେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା ରଖିଛି। ତେଣୁ ଏନେଇ ମଧ୍ୟ ବଡ଼ ଘୋଷଣା ହୋଇଛି ସରକାରଙ୍କ ତରଫରୁ। ବ୍ୟାଙ୍କରେ ତୁରନ୍ତ କର୍ମଚାରୀ ନିଯୁକ୍ତି ଦେଇ ଏ ଦିଗରେ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ମଧ୍ୟ ଚେଷ୍ଟା କରିବ। ତେବେ ଦେଶବ୍ୟାପୀ ହଜାର ହଜାର ଶାଖା ଖୋଲିବା ସହିତ ଏସ୍ବିଆଇରେ 65,000 ଏଟିଏମ୍ ଆଉ ଏସ୍ବିଆଇର ଲୋକ ସଂଖ୍ୟା ଦିନକୁ ଦିନ ଯୋଡ଼ି ହୋଇ ରହିଛନ୍ତି। ଏସ୍ବିଆଇର ପାଖରେ 50 କୋଟି ଲୋକ ଅଛନ୍ତି, ଯାହାଫଳରେ ଏବେ ନିହାତି 10,000 ନିଯୁକ୍ତି ଦରକାର। ସେ ନେଇ ସରକାର ମଧ୍ୟ ଘୋଷଣା କରିଛନ୍ତି। ତେଣୁ ଆପଣମାନେ ଏସ୍ବିଆଇର ଅଫିସିଆଲ ପୋର୍ଟାଲକୁ ଯାଇ ଚେକ୍ କରିପାରିବେ। ତେବେ ଏକ ବିରାଟ ଅଘଟଣ, ଅଶୁଭ ସଂକେତ, ପୂଜା ପୂର୍ବରୁ ଉଡ଼ିଗଲା ମା ଦେବୀଙ୍କ ଦୁର୍ଗାଙ୍କର ତୋରଣ। ରସୁଲଗଡ଼ରେ ଏଭଳି ଏକ ଅଘଟଣ ଘଟିଛି। ସୂଚନା ଅନୁସାରେ ସନ୍ଧ୍ୟାରେ ଭୁବନେଶ୍ୱରରେ ଏକ କଳାହାଣ୍ଡିଆ ମେଘ ଘାଟି ଆସିଥିଲା, ଆଉ ପ୍ରବଳ ପବନ ହୋଇଥିଲା ଏବଂ ଘଡ଼ଘଡ଼ି ସହିତ ପ୍ରବଳ ଜୋରେ ପବନ ହେବାରୁ ଏହି ତୋରଣ ଉଡ଼ି ଯାଇଥିଲା। ଯାହାଫଳରେ ରସୁଲଗଡ଼ର ଛକ ଦୁର୍ଗା ପୂଜା କମିଟି ନିର୍ମାଣ ବେଳେ ଏହି ପବନ ଦୁର୍ଗା ମାଙ୍କର ତୋରଣ ଉଡ଼ାଇ ନେଇଥିଲା। ଏହି ମାମଲାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ଆଉ ଏପଟେ ଦେଖାଯାଇଛି ଯେ ଜଟଣୀରେ ମହିଳାଙ୍କୁ ସିନ୍ଦୁର ଖେଳ ହୋଇଛି। ଜଟଣୀ ବେଙ୍ଗୁଲି କ୍ଲବରେ ଦୁର୍ଗା ପୂଜା ମଧ୍ୟ ହୋଇଛି। ତେବେ ଜଟଣୀ ବେଙ୍ଗଲ ସମ୍ପ୍ରଦାୟର ଲୋକମାନେ ଦୁର୍ଗା ପୂଜାକୁ ଧୁମଧାମରେ ପାଳନ କରି ଆସୁଛନ୍ତି। ଏହି ଚଳିତ ଅବସରରେ ଦୁର୍ଗା ପୂଜା ପାଳନ ପ୍ରସ୍ତୁତି ପାଇଁ ଏବେ 76 ବର୍ଷର ପଦାର୍ପଣ କରିବାକୁ ଯାଉଛନ୍ତି। ତେବେ ଏଥର ପୂଜା ପାଇଁ 5 ଲକ୍ଷ ଟଙ୍କାର ବଜେଟ୍ ରହିଥିଲା, ଆଉ ମାଙ୍କ ମୂର୍ତ୍ତି ପାଇଁ 11 ଫୁଟ କରାଯାଇଛି। ମେଢ଼ ସଜାସଜି ଆରମ୍ଭ ହୋଇ ପୁରୋହିତ ବାଜା ଏବଂ କୋଲକାତାରୁ ଅଣାଥିବା ଷଷ୍ଠୀ ପୂଜାରୁ ଆରମ୍ଭ ହୋଇ ସିନ୍ଦୁର ଖେଳ ମଧ୍ୟ ହୋଇଛି, ଯାହା ସବୁଠାରୁ ବେଶ୍ ଆକର୍ଷଣୀୟ। ତେଣୁ ଆପଣମାନେ ଯଦି ଦଶହରା ମେଢ଼ ବୁଲିବା ପାଇଁ କଟକ କିମ୍ବା ଭୁବନେଶ୍ୱର ଯାଉଛନ୍ତି, ନିଶ୍ଚିନ୍ତ ଗୋଟିଏ କମେଣ୍ଟ କରନ୍ତୁ, ଆଉ କମେଣ୍ଟରେ ଲେଖିଦିଅନ୍ତୁ ଜୟ ମା ଦୁର୍ଗା। ଆଉ ଗୋଟେ ବଡ଼ ଖବର, ସରକାର ଦେଉଛନ୍ତି ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍, ଆଉ ମିଳିବ ଏହି ସବୁ ସୁବିଧା। ତେବେ ବିଏସ୍ଏନ୍ଏଲ୍ ଏବେ ଶସ୍ତା ରିଚାର୍ଜ ପ୍ଲାନ୍ ଦେଉଛି। ତା ସହିତ ଆପଣମାନେ ଜାଣିନିଅନ୍ତୁ, ଆପଣ ଯଦି ଜିଓ, ଏୟାରଟେଲ୍, ଭୋଡାଫୋନ୍ ୟୁଜ୍ କରୁଛନ୍ତି, ତାହେଲେ ଜାଣିନିଅନ୍ତୁ ଯେ ପୂଜା ପରେ ଏବେ ଦୀପାବଳି ପୂର୍ବରୁ 5ରୁ 10 ଟଙ୍କା ରିଚାର୍ଜ ପ୍ଲାନ୍ ବଢ଼ିବା ପାଇଁ ଯାଉଛି। ତେବେ ସବୁଠାରୁ ବଡ଼ ଖବର, ଆଉ ବିଏସ୍ଏନ୍ଏଲ୍ ହିଁ ଏକମାତ୍ର ସିମ୍ ଯୋଉଟାକି କେବେ ବି ମୂଲ୍ୟ ବୃଦ୍ଧି କରେ ନାହିଁ। ସରକାରଙ୍କର ଏହି ସିମ୍, ଆଉ ଖୁବ୍ ଜଲ୍ଦି ଏହାର ନେଟୱାର୍କ ମଧ୍ୟ ଆଗକୁ ବହୁତ ଷ୍ଟ୍ରଙ୍ଗ ହେବାରେ ଲାଗିଛି। ତେଣୁ ଶସ୍ତା ରିଚାର୍ଜ ପ୍ଲାନ୍ ଏବେ ଆଉ ଗୋଟେ ବାହାରିଛି। ଅନ୍ୟ ନେଟୱାର୍କରୁ ମଧ୍ୟ କଲ୍ ଯିବ, ଯାହାଫଳରେ ବହୁତ ଶସ୍ତାରେ ପ୍ଲାନ୍ ପାଇପାରିବେ। 107 ଟଙ୍କିଆ ରିଚାର୍ଜ ପ୍ଲାନ୍, ଯୋଉଥିରେ ଆପଣମାନେ 35 ଦିନର ଭ୍ୟାଲିଡିଟି ସହିତ ଗ୍ରହଣ କରିବେ ଏବଂ ସରକାରୀ ଟେଲିକମ୍ କମ୍ପାନୀ 4G ନେଟୱାର୍କ ସହିତ 3GB ଡାଟା ସୁବିଧା ଯୋଗାଇ ଦେବ। ତା ସହିତ ଅନଲିମିଟେଡ୍ କଲ୍ ମଧ୍ୟ ରହିଛି। ତେଣୁ ଆପଣମାନେ ଏତେ କମ୍ ରିଚାର୍ଜ ପାଇ। ତେବେ ଆଉ ଗୋଟେ ବଡ଼ ଖବର, ଯୋଉଟା କେଉଁ ନ୍ୟୁଜ୍ ବାଲା ଡିଟେଲ୍ସରେ କହୁନାହାନ୍ତି। ଲିଭର ପାଇଁ ମଦଠୁ ବି ଖରାପ ଏହି ଖାଦ୍ୟ। ଆଜି ହିଁ ଆପଣମାନେ ଏହି ଖାଇବା ଛାଡ଼ି ଦିଅନ୍ତୁ। ତେବେ ଶରୀରକୁ ସୁସ୍ଥ ରଖିବା ପାଇଁ ଯଦି ସମସ୍ତ ଅଙ୍ଗର ନିଜସ୍ୱ ଭାବେ ଅବଦାନ ଥାଏ, କିନ୍ତୁ ପ୍ରକୃତରେ ହେଲା
ମୁଖ୍ୟ ଭୂମିକା ଆମର ଖାଇବା ପିଇବା। ଖାଇବା ପିଇବା ଯଦି ଆମର ଏପଟ ସେପଟ ହେବ ଶରୀର ମଧ୍ୟ ଖରାପ ହେବ। ତେଣୁ ମଦଠୁ ମଧ୍ୟ ଡେଞ୍ଜର ଏହି ସବୁ ଖାଦ୍ୟ, ଯୋଉଟା ଆପଣଙ୍କୁ ଆଜିଠୁ ଖାଇବା ପାଇଁ ବନ୍ଦ କରିବାକୁ ପଡ଼ିବ। ନହେଲେ ଯଦି ଖାଇବେ ଆଗକୁ ବହୁତ ଅସୁବିଧା ହେବ। ମଦ୍ୟପାନର ଅତ୍ୟଧିକ ବ୍ୟବହାର ଯକୃତ ସିରୋସିସ୍ ବା ଯକୃତ ବିଫଳତା ଭଳି ସମସ୍ୟା ସୃଷ୍ଟି ହୁଏ। ତେବେ ଅନୁସନ୍ଧାନକାରୀ ଦଳ ଜାଣିବାକୁ ପାଇଲେ ମଦ୍ୟପାନ ପରେ ଯେଉଁମାନେ ଅଧିକ ଚିନି ଖାଉଛନ୍ତି ସେମାନଙ୍କୁ ଯକୃତ ରୋଗ ହେବାର ଆଶଙ୍କା ରହିଛି। ତେବେ ଚିନିରେ ହୃଦରୋଗ ଏବଂ ମେଟାବଲିଜିମ୍ ଏବଂ ଫ୍ୟାଟି ଲିଭର ରୋଗ ଏବଂ ମୋଟାପଣର ଆଶଙ୍କା ବଢ଼ିଯାଇଛି, ଯାହାଫଳରେ ବିପଦର ସମ୍ମୁଖୀନ ଡାଇବେଟିସ୍ଠୁ ଆରମ୍ଭ କରି ହାର୍ଟ ଆଟାକ୍ଠୁ ଆରମ୍ଭ କରି ସବୁ ରୋଗ ମଧ୍ୟ ମାଡ଼ି ବସିବ। ଆପଣମାନେ ଯଦି ଅଧିକ ଚିନି ଖାଉଛନ୍ତି ଆଜିଠୁ ଚିନି ଖାଇବା ମଧ୍ୟ ବନ୍ଦ କରିଦିଅନ୍ତୁ, ନହେଲେ ଏଇଭଳିଆ ମଧ୍ୟ ହଠାତ୍ ରୋଗ ହେବ ଏବଂ ହାର୍ଟ ଆଟାକ୍ ହେବ ମଧ୍ୟ କୁହାଯାଉଛି। ତେଣୁ ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ। ତେବେ ଆଉ ଗୋଟେ ବଡ ଖବର, ରାତି ଅଧରେ ବିଜେଡିକୁ ଲାଗିଲା ବଡ ଝଟକା। ଦଳ ଛାଡ଼ିଲେ ବିଜେଡିର ଯୁବ ନେତା, ତାହା ପୁଣି ବି ଖୋଦ୍ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଜିଲ୍ଲା ଗଞ୍ଜାମରେ। ତେବେ ପୁଣି ବିଜେଡିକୁ ବଡ ଝଟକା ଲାଗିଛି। ପୁରୁଷୋତ୍ତମପୁର ଅଞ୍ଚଳର ଯୁବ ନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ତଥା ଆଂଶିକା ସଂସଦୀୟ କ୍ଷେତ୍ର ଜୀବନ ବିନ୍ଦୁର ସାଂସଦ ନିର୍ମଳ ଚରଣ ସାହୁ ରବିବାର ଦିନ ରାତିରେ ବିଜେଡିକୁ ବାଏ ବାଏ କହିଛନ୍ତି ଆଉ ତାଙ୍କ ପ୍ରାଥମିକ ସଦସ୍ୟର ଇସ୍ତଫା ମଧ୍ୟ ଦେଇଛନ୍ତି। ଏନେଇ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇ ପ୍ରକାଶ କରିଛନ୍ତି। ଏଭଳି ବାରମ୍ବାର ବିଜେଡିକୁ ଛାଡ଼ି ବିଜେପିରେ ମିଶିବା ବିଜେଡିକୁ ଡାଇରେକ୍ଟ ଶକ୍ତ ଝଟକା ଲାଗୁଛି, ଯାହାଫଳରେ ବିଜେଡି ଭାଙ୍ଗିଯିବା ମଧ୍ୟ ଖୁବ୍ ଜଲ୍ଦି ଚର୍ଚ୍ଚା ହେଉଛି। ତେବେ ଦଶହରା ଛୁଟି, 8 ଦିନ ବନ୍ଦ ରହିବ ସ୍କୁଲ। ଦଶହରା ବ୍ୟତୀତ ଅନ୍ୟ ମାସରେ ଅନେକ ପର୍ବ ପାଳନ କରାଯାଏ, କିନ୍ତୁ ଦଶହରା ସବୁଠୁ ଲଙ୍ଗ ଛୁଟି ମିଳେ। ତେବେ କୁହାଯାଉଛି ଯେ ସ୍କୁଲ 8 ଦିନ ଛୁଟି ରହିବ। ଆଉ ସ୍କୁଲ କଲେଜଠୁ ଆରମ୍ଭ କରି ଦଶହରା ଛୁଟି ମିଳିଥାଏ, ଯାହାଫଳରେ ଲୋକମାନେ ନିଜ ଘରକୁ ଯାଆନ୍ତି ଏବଂ ଦଶହରା ଛୁଟିରେ ବୁଲାବୁଲି ମଧ୍ୟ କରନ୍ତି। ତେବେ ସୋମବାର ଠାରୁ ଅକ୍ଟୋବର 12 ପର୍ଯ୍ୟନ୍ତ ଦଶହରା ଛୁଟି ମିଳିବ। ଏହା ପୂର୍ବରୁ ମଧ୍ୟ ରବିବାର ଥିବାରୁ ଟୋଟାଲ 7 ଦିନରୁ 8 ଦିନ ଛୁଟି ମିଳିବ ବୋଲି କୁହାଯାଉଛି। ତେବେ ଇଏ ଥିଲା ଆଜିର ଦେଶ ବିଦେଶର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ତ ଏଇଭଳିଆ ଖବର ପ୍ରତ୍ୟେକ ଦିନ ଦେଖିବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଯାହାଫଳରେ ସକାଳ 5ଟାରେ ଆଉ ସନ୍ଧ୍ୟା 5ଟାରେ ମୁଖ୍ୟ ଖବର ଦେଖିପାରିବେ। ତେବେ ଏପର୍ଯ୍ୟନ୍ତ ଯଦି ଆମ ଭିଡ଼ିଓ ଆପଣମାନେ ଦେଖୁଛନ୍ତି, କମେଣ୍ଟରେ ଲେଖିଦିଅନ୍ତୁ ଜୟ ଜଗନ୍ନାଥ।